ଚ୍ୟାନେଲରୁ ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରାଚୀନ ସାଂସ୍କୃତିକ ଶିକ୍ଷଣୀୟ ତଥା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆମ ଓଡ଼ିଆ ପାଲା ଆମର ଏହି ସୁରଭି କାର୍ଯ୍ୟକ୍ରମ। ହଉ ଶୁଣୁଥିବେ ମୋର ପଣ୍ଡିତ ମଣ୍ଡଳୀ ଡେରି ଦେଇପାରେ କର୍ଣ୍ଣ ଯାହା ଯାହା ବରା କଥା ଆଣିକି ହେବ ମାରେ ଆଲୋଚନା ବରା କରିବା ପାଇଁ କି ପାଖେ ନାହିଁ ମୋର ବେଳ ଆରି କଥା ମୋର ପୁରାଣ ସମ୍ବଳ ବରା ରାତଟି ଆଣିକି ହୋଇଯାଏ ଅବସାନ ସତ୍ୟ ନାରାୟଣ ସମୟ ସରିଯିବ କିନ୍ତୁ କଥା ସରିବନି କିନ୍ତୁ ଆଜ୍ଞା ଆପଣମାନଙ୍କ ପାଖରେ ଠିକ ସମୟରେ ଆଜ୍ଞା କଥାଟାକୁ ସାରିଦେବି। ମଉସା ସେଦିନ ଫୁଲ ତୋଳୁ ତୋଳୁ ମନେ ପଡ଼ିଗଲା ଭଗବାନଙ୍କର କଥା। ସେଇ ଫୁଲ ତୋଳୁଛନ୍ତି ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି ଫୁଲ ତୋଳା ସରିଲା କିନ୍ତୁ ଘରକୁ ଫେରୁଛନ୍ତି। ଯେତେବେଳେ ଫେରୁଛନ୍ତି ଏ ବାପା ଫେରିଲା ବେଳେ ଇଏ କଣ କଲେ ଭଗବାନ କୃଷ୍ଣ ଇଏ ନେଇ ଯୋଉ ଆଣ୍ଠୁଆ ଗୋପାଳ ଦହିଖିଆ ଗୋପାଳ ଯାହାକୁ କହନ୍ତି ଇଏ କଣ କରିଛନ୍ତି ଖଟୁଲି ଉପରେ ରଖିଥିଲେ ସେଇ ଭଲ ପିତ୍ତଳ ପ୍ରତିମା ବ୍ରାହ୍ମଣ ଘର ସିଏ ଇଏ କଣ କଲେ କହିଲେ ଦେଖ କହିଲେ ମୁଁ ଅଛି ଆ ଘରେ ଚାକର ମୁଁ ଆଜି ମାଗିଲି ପ୍ରଭାତରୁ ମୁଁ କହିଲି ମା ମତେ ଦିଟା ଖାଇବା ପାଇଁ କେତେ ଦେଲା ମୋରି ଫଟୋକୁ ରଖିକି ପୂଜୁଛି। ବାପା ଯିଏ ଖାଇବାକୁ ମାଗୁଛି ତାକୁ ବଢି ଦଉନି ଯିଏ ନ ମାଗୁଛି ତାର ବେଳେ ବେଳେ ଲୋକମାନେ ଏଇ ପ୍ରକାର ଭୁଲ କରନ୍ତି। ଦେଖନ୍ତୁ ବାପା ବଞ୍ଚିଥିବେ ଦେବେନି ଦେବେ ନାହିଁ ଯୋଉଦିନ ମରିଯିବେ ଏକାଦଶ କର୍ମ ହବ ଦେଖିବ କି ଗରିବ କି ମଧ୍ୟମ କି ଧନୀ ଆଉ ଯେତେବେଳେ ଦେଖିବେ ବାପା ନାକରେ ତୁଳା ଦିଆ ହେଲା ଝୁଅ ଜୋଇଁ ମିଠା ଫଳ ଯାହା ବେଳେ ତାହା ଅଜାଡ଼ି ବାପା ଖାଇବ। ଯେତେବେଳେ ମଣିଷ ନ ଖାଇବ ସେତେବେଳେ ଅଜାଡ଼ିବେ ଯେତେବେଳେ ଖାଇବ କେହି ଦେବେ ନାହିଁ। ଏକାଦଶାହ ଦିନ ଯେତେବେଳେ ବାପା ନ ଖାଇବ ବାପା ମରିଗଲା ପରେ 11 ଦିନ ଯୋଉ ଦିନ ମଉସା ସେଦିନ ସମସ୍ତଙ୍କ ଦାଣ୍ଡରେ ଗୋଟେ ଚେୟାର ଉପରେ ଗୋଟେ ଧଳା ଲୁଗା ଉପରେ ଗୋଟିଏ ଫଟୋ ବାପା ଫଟୋ ପାଖରେ କିଛି ସେଉ ଅଙ୍ଗୁର ମିଠା ବାପା ଖାଇବ ଖାଇବ ଗୋଟେ ପକଡ଼ି ଧୂପ କାଟି ଏଇ କଥା କହୁଛନ୍ତି ବିଶ୍ୱ ଚିନ୍ତାମଣି ନାରାୟଣ। ସେ କଣ କହିଲେ ଭାଷାଟା ହଉଛି ଆମର ସବୁଜ ଯୁଗର କବି ଡକ୍ଟର ମାୟାଧର ମାନସିଂଙ୍କ ଭାଷାରେ ସେ କଣ କହିଲେ ଖାଇବା ଦେବତା ଇଏ ମାଗୁଛି ତାକୁ ମିଳଇ ନାହିଁ କହିଲେ ଖାଇବା ଦେବତା ମାଗୁଛି ତାକୁ ମିଳିବ ନ ଖାଇଲା ଦେବତା ପାଖରେ ନେଇକି ଅଜାଡ଼ିବେ। ଯଦି ସିଏ ଖାଇବ ତାକୁ ଏ ମଣିଷ ଦେବେ ସିଏ ଖାଉ ନାହିଁ ବୋଲି ଇଏ ନେଇକି ଯାଉଛି ଫେରେଇକି ଆଣିକି ଘରେ ଖାଉଛନ୍ତି। ଯଦି ସିଏ ଖାଆନ୍ତା ଇଏ ଆଉ ଏତେ ନେଇକି ତା ପାଖକୁ ଯାଆନ୍ତେ ନାହିଁ। ସତ୍ୟନାରାୟଣଙ୍କ ମନ୍ଦିର ଆପଣ ଦେଖିବେ ଗୋଟିଏ ଡାଲାଏ ଲେଖା ଭୋଗ ଆଣିକି ଆଉଛନ୍ତି ଲୋକ ପୂଜା କରିବା ପାଇଁ କାହିଁକି ନା ଇଏ ଖାଉନି ବୋଲି କାହିଁକି ନା ସେ ପୁଣି ଫେରେଇକି ନଉଛନ୍ତି ପୁଣି ଫେରେଇକି ନେଇ ତାଙ୍କ ଘରେ ଖାଉଛନ୍ତି। ଭାଇ ମୋ କହିବାର କଥା ଏଠି ଭଗବାନ କଣ କଲେ ଯୋଉ ଆଣ୍ଠୁଆ ଗୋପାଳ ମୂର୍ତ୍ତିଟା ପଡିଥିଲା ତାକୁ ତଳକୁ ଫୋପାଡ଼ି ଦେଲେ କହିଲେ ହଇରେ ମୁଁ ତ ନିଜେ ଅଛି ପୁଣି କାହିଁ ମୋ ଫଟୋ ନିଜେ ପଡ଼ିଲେ ତଳେ। ଦେଖନ୍ତୁ ଆଜନ୍ମ ଭଗବାନଙ୍କର ପୂଜାରୀ ହଉଛି କେନା ମାଳତୀ ନା ଆସିକି ଦେଖିଲା ବେଳକୁ ଚାକର ବଇଛି ଖଟୁଲି ଉପରେ ଯାହା ଭୋଗ ସାମଗ୍ରୀ କ୍ଷୀର ସର ଲବଣୀ ତାକୁ ସବୁ ଖାଇ ସାରିଲା ପେଟେ ଖାଇ ଦେଇଛି ଭୂ ପେଟଳିଆ ପେଟକୁ ବାହାର କରି ବୁଢା ଆଉ କିଛି ତା ପାଖରେ ନାହିଁ ସବୁ ଖାଇଦେଇ ଏତେ ଆଣ୍ଟୁଆ ଏତେ ମାନେ ଯାହାକୁ କହନ୍ତି ମାୟାବୀ ଖଟ ଉପରେ ଖଟୁଲି ଉପରେ ବଇଛି ଯଦି ଓହ୍ଲେଇ ଯାଇଥାନ୍ତା ଭଲ ହେଇଥାନ୍ତା ଇଏ କିନ୍ତୁ ଓହ୍ଲେଇଲାନି। ମାଳତୀ ବ୍ରାହ୍ମଣୀ ଫୁଲ ଆଣିକି ପହଞ୍ଚିଲା ବେଳକୁ ଦେଖିଲା
ତା ଠାକୁର ପଡିଛି ତଳେ ତା ଭୋଗ ଆଉ କିଛି ନାହିଁ ସବୁ ଚାକର ଖାଇସାରିଛି ନିଜେ ବଇଛି ଖଟୁଲି ଉପରେ ମଣିଷର ରାଗଟା ହଉଛି ପରମ ଶତ୍ରୁ ରାଗଟା ହଉଛି ମଣିଷର ପରମ ଶତ୍ରୁ ହଁ କଥାରେ କହନ୍ତି ରାଗିଲେ ବାବା ଧୋବା କଥାରେ ଗୋଟେ କହନ୍ତିନି କଣ ରାଗିଲେ ବାବା ଧୋବା କଣ ବୁଝିଲେ ଯେତେ ମୋ ଭାଇ ମାନେ ଅଛ ଆଜ୍ଞା କଥାରେ ଗୋଟେ କଥା କହନ୍ତି ଆମ ଗାଉଁଲି ଭାଷାରେ ଗୋଟେ କଥା ଅଛି କଣ ସେ କଥାଟା କୋଉ କଥା ଗୋଟାଏ ଗାଁରେ ଗୋଟାଏ ବଡ଼ ଗାଁ ଦେଖନ୍ତୁ ଆଜ୍ଞା ଗୋଟାଏ ବଡ଼ ଗାଁ ସିଏ ଗାଁରେ ଆଜ୍ଞା ଖଣ୍ଡାୟତ ଅଛନ୍ତି ବ୍ରାହ୍ମଣ ଅଛନ୍ତି ଅଛନ୍ତି ହଁ ଗୋପାଳ ବି ଅଛନ୍ତି ଅଛନ୍ତି ସବୁ ପ୍ରକାର ଜାତି ସେ ଗାଁରେ ଅଛନ୍ତି ଆଜ୍ଞା ସିଏ ଗାଁରେ ଗୋଟିଏ ଋଷି ମଧ୍ୟ ଆଶ୍ରମ କରିକି ଅଛି ହଁ ସକାଳୁ ସକାଳୁ ଯେତେବେଳେ ଶିଠ ଭାଇ ଜଣକ ସିଏ ତାର ଗାଁରେ ବୁଲି ଯେତେବେଳେ ଲୁଗାକୁ ଗୋଟେଇକି ଆଣିଥିଲା ତାକୁ ଖାରରେ ସିଝାଇ ହେଇ ଯେତେବେଳେ ମା ରାତି ପାଇଲା ତା ଗଣ୍ଡିଆ ପକେଇଛି ଯୋଉ ପୋଖରୀରେ ସେ ପୋଖରୀରେ ନେଇକି ବାଡଉଛି ଓହୋ ବୁଝିହେଲା ଯେତେ ବାଡେଇଲା ବେଳେ କେହି ଲୋକ ଉଠି ନାହାନ୍ତି ଜଣେ ସନ୍ନ୍ୟାସୀ ସେ ଗାଁରେ ଥିବା ସନ୍ନ୍ୟାସୀ ଅପର ପାର୍ଶ୍ୱରେ ତୁଠରେ ସିଏ ତାର ସ୍ନାନ ଶୌଚ ସାରି ସେ ଠାକୁର ପୂଜିବା ପାଇଁ ପ୍ରଭାତରୁ ବାହାରିଛି ସେଇ ବାଟେ ଯାଉଛନ୍ତି ଇଏ ବାଡଉଥିବା ଲୁଗା କଚା ପାଣି ଯାଇକି ସେ ବାବା ଉପରେ ପଡିଲା ବାବାଙ୍କ ଉପରେ କହିଲା ବାବା ପଚାରିଲେ କହିଲେ ହଇରେ ବାବୁ କଣ ହେଲା ତୁ ଲୁଗା ବାଡା ମୋର ମନା ନାହିଁ ସେ ଲୁଗା କଚା ପାଣିଟା ଆସି ମୋ ଉପରେ ପଡୁଛି ତତେ କଣ ଦେଖାଯାଉ ନାହିଁ ଇଏ ଶିଠ ଭାଇ ଜଣକ ଉତ୍ତର ଦେଲା କଣ କହିଲା ହዮ ବାବା ତମକୁ କଣ ଦେଖାଯାଉ ନାହିଁ ମୁଁ ଏଠି ଲୁଗା ବାଡଉଛି ତମେ ଟିକେ ବୁଲିଗଲ ନାହିଁ ତମେ ଟିକେ ବାଇପାସରେ ପଳେଇଲନି ଆଜ୍ଞା ଇଏ ଯେତେବେଳେ ଦି ଜଣଙ୍କ ଭିତରେ ଆଜ୍ଞା କଥାଟା ବଢିଲା କଥା ଯେତେବେଳେ ବଢିଲା ବଢିଲା ବଢିଲେ କଣ ହବ କଣ ହବ ଧରା ଧରି ହେବେ ଧରା ଧରି ହେଲେ ପାଟିତୁଣ୍ଡ ହବ ମରାମରି ହେବେ ଗଡାଗଡି ହେବେ ଇଏ ଦି ଜଣ ଯାକ ଧରା ଧରି ହେଇ ମରାମରି ହେଇ ଯେତେବେଳେ ଗଡାଗଡି ହଉଛନ୍ତି ସିଏ ତ ପାଣିରେ ପଶିଥିଲା ଓଦା ଇଏ ତ ଗାଧେଇକି ଆଇଛି ଓଦା ଦି ଜଣ ଯାକ ଧୂଳି ଧୂସର କାଦୁଅ ମାଦୁଅ ହେଇଗଲେ ହଁ ଇଏ କଣ କଲା ବାବାଜୀ ଜଣକ ଲୋକମାନେ ଆସିଲେ ଯୋଉମାନେ ଆସିଥିଲେ ବାବୁରେ ଆସିଥିଲେ ଶୌଚ ହବା ପାଇଁ ସ୍ନାନ କରିବା ପାଇଁ ତାଙ୍କର ଲକ୍ଷ୍ୟ ପଡିଗଲା ସିଏ ପଚାର ଆସି ଛଡିଆ ଛଡି କରିଦେଲେ ବାବାଜୀ ଜଣକ ଗାଧେଇ ପାଧେଇ ସିଏ ଗଲେ ତାଙ୍କର ଠାକୁର ପୂଜା ପାଇଁ ଠାକୁର ପୂଜା ପାଇଁ ଗଲା ବେଳେ ଠାକୁରଙ୍କୁ କହିଲେ କହିଲେ ଛନ୍ଦା ଚରଣ କହିଲେ ଛନ୍ଦା ଚରଣେ ଗଲି ଶରଣ ଛନ୍ଦା ଚରଣ ଚରଣେ ଗଲି ଶରଣ ଛନ୍ଦା ଚରଣ ଚରଣେ ଗଲି ଶରଣ ଛନ୍ଦା ଚରଣ ମତେ ତାରିବ କି ଛନ୍ଦା ଚରଣ ମତେ ତାରିବ କି ତାଇ ମତେ ମାରିବ କି ଛନ୍ଦା ଚରଣ ଛନ୍ଦା ଚରଣ ଚରଣେ ଗଲି ଶରଣ ଛନ୍ଦା ଚରଣ ଛନ୍ଦା ଚରଣେ ଗଲି ଶରଣ ପାଦ ତଳେ ପଡିଗଲା ମୁଣ୍ଡିଆଟିଏ ମାରିଲା କହିଲା ଗୋ ପ୍ରଭୁ ଆଜି ଗୋଟିଏ ଶିଠ ଲୋକଟିଏ ମତେ ମାଡ଼ ମାରିଲା ତମେ ଟିକେ ଗଲନି ମତେ ରକ୍ଷା କରିବା ପାଇଁ କହିଲା ହଁ ଯାଇଥିଲି ଭଗବାନ କହିଲେ ଯାଇଥିଲି କଣ ହେଲା ଗଲେ କଣ ହବ କଣ ଅସୁବିଧା ଏବେ ଦି ଜଣ ଯାକ ରାଗରେ ଜର୍ଜରିତ ଅବସ୍ଥାରେ ଯେତେବେଳେ ଧରା ଧରି ହେଇକି ମରାମରି ହେଇ ଗଡାଗଡି ହଉଥିଲା ମୁଁ ଯାଇଥିଲି ରକ୍ଷା କରିବା ପାଇଁ ହେଲେ କଣ ହେଲା ମୁଁ ଚିହ୍ନି ପାରିଲିନି ତମ ଭିତରେ ବାବା କିଏ ଆଉ ଧୋବା କିଏ ବାବୁ ଜାଣି ପାରିଲିନି ଅତଏବ ମଣିଷ ରାଗିଗଲେ ସେଇ ସ୍ତରକୁ ଖସି ବାବୁରେ ମୋ କହିବାର କଥା ସେଦିନ ମୁଁ ଏ କଥା କାହିଁ କହୁଛି ନା ରାଗରେ ଜର୍ଜରିତ ହେଇଗଲା ମାଳତୀ କାହିଁକି ନା କୃଷ୍ଣ ଭୋଗ ଖାଇ ଦେଇଛି ତା ଠାକୁର ତଳେ ପକେଇ ଦେଇଛି ନିଜେ ଖଟୁଲି ଉପରେ ବଇଛି ରାଗରେ ଜର୍ଜରିତ ହେଇ କଲା କଣ କଲା କେଶ ଆକର୍ଷଣ କରି
ମଣିଷ ରାଗିଗଲେ ଏଇ ସ୍ତରକୁ ଆସେ କଣ ଦାନ୍ତ ଭାଙ୍ଗିଗଲା ବାବୁ ଆଉ ଇଏ ଯୋଉ ଖଟୁଲି ପରେ ବସିଥିବା ଯୋଉ ଚାକର ପିଲାଟିଏ ବୋଲି ଭାବି ତା ଚୁଟିର କେଶଟାକୁ ଧରି ଯେତେବେଳେ ଘୋଷାଡ଼ି ଇଏ ଚାକର ପିଲାଟା ପଡିଗଲା ତଳେ ଉଠେଇଲା ମଣିଷ ମାଡ ଖାଇଲେ ମଉସା ହସିବ ନା କାନ୍ଦିବ ହସିଲା ଗୋପାଳ ସେଦିନ ହାତ ଯୋଡ଼ିଦେଲା ପଚାରିଲା କହିଲା ମା ମାଲୋ ମୋ ଜୀବନରେ କୋଉ ଦିନ କହିଛି ଯୋଉ ବର୍ଷଟି ହେଲାଣି ତମ ଘରେ ରହିଛି କୋଉ ଦିନ କହିଛି ମା ତମେ ଆଜି କାଠ ପୁଳିଏ ଯାଇକି ବାରିଆଡୁ ନେଇ ଆସିବ କୋଉ ଦିନ କହିଛି ମା ବିଲ କାମ ଅଧା ରହିଯାଇଛି କୋଉ ଦିନ କହିଛି ମା ଇଏ ଗୋରୁ ଗାଈଙ୍କ ଧନ୍ଦା ମୁଁ ଆଜି କରିପାରିବିନି ତମେ କରିବ ସବୁ କାମ ମୁଁ କରୁଥିଲି ବିଶ୍ରାମ ତମକୁ ଦଉଥିଲି ମା ତମେ ଆଜି ମତେ ଯୋଉ ଗୋଇଠାଟିଏ ମାଇଲ କେତେ ପାଦକୁ ତମର କଷ୍ଟ ହେଇଥିବ କହିଲା ମା ସେ ପାଦଟା ଟିକେ ଦେଖେଇଲ ମୁଁ ଦେଖେଇଲି ଆଉ ଗୋଟେ ମାରିଲି କହିଲା ହରେ ଗୋପାଳ ଆଜ୍ଞା ମାଡ ଖାଇଲୁ ନ କାନ୍ଦିକିରି ମୋରି ସେବା କରୁଛୁ ନାଇଁ ମତେ ଭଲ ଲାଗୁଛି ମା ଆଉ ଗୋଟେ ଦେ ମା ଆଉ ଗୋଟେ ଦେ ସତ କହ ତୁ କିଏ ସେଦିନ ହାତ ଯୋଡ଼ି ଦେଲା ସେଦିନ ଗୋପାଳ କହିଲା ମା ମତେ ତୁ ଚିହ୍ନିନୁ କହିଲେ ମତେ ତୁ ଚିହ୍ନିନୁ ମୁଁ ହଉଛି ସ୍ୱୟଂ ନାରାୟଣ କହିଲେ ମୁଁ ହଉଛି ସ୍ୱୟଂ ନାରାୟଣ ହାତ ଯୋଡ଼ି ଦେଲା ସେଦିନ ମାଳ ପଚାରିଲା କହିଲା ହଇରେ ଗୋପାଳ ଆଜ୍ଞା କହିଲେ ତୁ ଯେବେ ଅଟୁ ନାରାୟଣ କହିଲେ ଦେଖା ତ ପଚାରିଦେଲେ କହିଲେ ଯଦି ତୁ ନାରାୟଣ ତାହେଲେ ତୋ ଶଙ୍ଖ ତୋ ଚକ୍ର ତୋ ଗଦା ପଦ୍ମ ଟିକେ ଦେଖେଇ ଦେ ଆରେ ବାପା ଦେଖା କହିଲେ ଦେଖେଇ ଦେ କହିଲେ ମୁଁ ଖୁସି ହେଇଯିବି ଭଗବାନ ସେଦିନ ତଳେ ପଡି ଯାଇଥିଲେ ଓହୋ ଗୋଇଠା ଟିକେ ଖାଇସାରିଥିଲେ ଠିଆ ହେଇଗଲେ ଭକ୍ତ ପାଇଁ ଭଗବାନ କଣ ନ କର ଠିଆ ହେଇଗଲେ ସେଦିନ ପଚାରିଲେ କହିଲେ ମା ଦେଖିବ ପରା କହିଲା ଦେଖୁନ ସେଦିନ ଶଙ୍ଖ ଚକ୍ର ଗଦା ପଦ୍ମ ରୂପକୁ ଧାରଣ କରି ଯୋଉଦିନ ଆଜି ଠିଆ ହେଇଯାଇଛନ୍ତି ଆଜ୍ଞା ନାରାୟଣ ସେ ରୂପଟା କେମିତିକା ରୂପଟା କେମିତିକା ଗୋଟିଏ ପଦ ଗାଉଛି ବାପା ଭାଇ ଗୋଟିଏ ପଦ ଗୀତ ଗୋବିନ୍ଦ ନ ଗାଇଲେ ପାଲା ସୁନ୍ଦର କହିଲେ ହରିଦିନ ମଣି ଡଳମ ଡନ ଦିନ
ମାଧବ ଭାଇ ବିଶ୍ୱ ଚିନ୍ତାମଣି ନାରାୟଣ ଧରିଛନ୍ତି ଆଜ୍ଞା ସିଏ ଯୋଉ ଚତୁର୍ଦ୍ଧା ମୃତ୍ୟୁ ରୂପ ମାଳତୀ ବ୍ରାହ୍ମଣୀ ପାଦ ତଳେ ପଡ଼ିଗଲା କହିଲା ପ୍ରଭୁ ହଁ ଏଇ ରୂପଟିକି ଜୀବନରେ ଦର୍ଶନ କରିବି ଇଏ ହଉଛି ମୋର ଅହୋଭାଗ୍ୟ କହିଲେ ମାଳତୀ ଆଜ୍ଞା ପୂଜା କରୁଥିଲୁ ସାରା ଜୀବନ ଓହୋ ସାରା ଜୀବନ ପୂଜା କଲୁ କଣ ପାଇଁ କହ କଣ ପାଇଁ କହିଲା ଗୋଟାଏ ନର୍କରୁ ଉଦ୍ଧାର ପାଇବା ପାଇଁ ତୁ ମତେ ଚିନ୍ତା କରିଥିଲୁ ହଁ 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 ସେଇଟା କୋଉ ନର୍କ ମଉସା କୋଉ ନର୍କ କୋଉ ନରକ ଇଏ ଦୁନିଆରେ ମଣିଷ ହଉଛନ୍ତି 3 ଜଣର ଋଣୀ 3 ଜଣଙ୍କ ପାଖରେ ଋଣୀ ମାନେ ସେ ତିନି ଜଣ କିଏ ଜାଣିଆ କହିଲେ ଦେବତା ଋଷି ପିତୃଙ୍କର କହିଲେ ସ୍ୱଭାବେ ଋଣୀ ଏ ଶରୀର ସ୍ୱଭାବେ ଋଣୀ ଏ ଶରୀର ସ୍ୱଭାବେ ଋଣୀ ଏ ଶରୀର ଇଏ ଦୁନିଆରେ 3 ଜଣଙ୍କ ପାଖରେ ଋଣୀ ହଉଛି ଏ ମାନବ ମଉସା ମନେ ରଖିଥାଅ ଜଣେ ହଉଛନ୍ତି ଦେବତା ଆଉ ଜଣେ ହଉଛନ୍ତି ଋଷି ଆଉ ଜଣେ ହଉଛନ୍ତି ପିତୃପୁରୁଷ ନାଇଁ କି ଆଉ ଜଣେ ହଉଛନ୍ତି ପିତୃପୁରୁଷ ଆଜ୍ଞା ତାଙ୍କ ପାଖରେ କାହିଁକି ଋଣୀ ସାରେ କାହିଁକି ସିଏ ଯୋଉ ଋଣରୁ ମଣିଷ କେମିତି ମୁକ୍ତି ହବ ଆଜ୍ଞା କେମିତି ହଁ କେବଳ ମୁକ୍ତି ହବ ଏଇ ବାଟରେ କୋଉ ବାଟରେ? ଯେତେବେଳେ ପୁଅ ଏବଂ ନାତି ହେବେ ସେତେବେଳେ ଯାଇକି ତମେ ତାଙ୍କର ଋଣ ସୁଝି ହଁ ଦେବତା ଋଷି ପିତୃଙ୍କର ସ୍ୱଭାବେ ଋଣୀ ଏ ଶରୀର ମଉସା ଆଜ୍ଞା ଇଏ ଦୁନିଆରେ ଯେତେବେଳେ ପୁଅ ହେଇନାହିଁ କି ଝିଅ ହେଇନାହିଁ ସେତେବେଳେ ପିତୃପୁରୁଷଙ୍କର ଋଣ ତେବେ ସୁଝି ପାରିବନି ତାହେଲେ କଣ ଦରକାର କଣ ବାବୁରେ ପୁଅଟିଏ ଦରକାର ହଁ ହଁ କାହିଁକି କାହିଁକି ସେଥିପାଇଁ ମହାପୁରୁଷ ସୁନ୍ଦର ଭାବରେ ଗୋଟେ ପଦ ଲେଖିଛନ୍ତି ଭଞ୍ଜ ବି ମଧ୍ୟ ଲେଖିଛନ୍ତି ଗୋଟେ ପଦ ବୋଲି ଦଉଛି କଣ କହିଲେ ଗୋଟିଏ ନରକୁ ଧରିବା ପାଇଁ ପୁତ୍ର ମନାସନ୍ତି ଜନେ ପୁତ୍ର ମନାସନ୍ତି ଜନେ ସେହି ପୁତ୍ର ଯଦି ପୁତ୍ର ହୋଇଲା ଗୋଟି ନରକ ପୁଟାରେ ବଂଶ ପରମ୍ପରା ବିଦିଆ ଆଚ୍ଛା ନନା କଥା ସ୍ଥିର ହେଇଗଲା ଗୋଟାଏ ନରକରୁ ଉଦ୍ଧାର ପାଇବା ପାଇଁ ତୁ ମତେ ସେବା କରୁଥିଲୁ କହିଲା ହଁ ଆଜ୍ଞା କହିଲା ଯଦି କରୁଥିଲୁ ଆଶୀର୍ବାଦ କରୁଛି ଆର ବର୍ଷ ଏଇ ଦିନକୁ ତୋର କୁଳ ରକ୍ଷା ହବ ତୋ ବଂଶରେ ବାଳ ଗୋପାଳ ଜନ୍ମ ନେବେ ମୁଁ କଥା ଦଉଛି ହଁ ପ୍ରଭୁ ବର୍ଷେ ହେଲା ମୋ ଘରେ ତମେ ଚାକର ରହିଲ ଏତେ ଦୁଃଖ ଏତେ କଷ୍ଟ ମୁଁ ତମକୁ ଖଟେଇଛି ମତେ ତମେ କ୍ଷମା କରିଦିଅ ହାତ ଯୋଡ଼ିଦେଲା ମାଳତୀ ବ୍ରାହ୍ମଣୀ ପଚାରିଲା କଲା ପ୍ରଭୁ କହିଲା ସତ୍ୟ ଶାନ୍ତି ଯେ ଦୟା କ୍ଷମା ଏ ଚାରି ପ୍ରଭୁଙ୍କ କହିଲେ ପ୍ରଭୁ କ୍ଷମା କରିଦିଅ କହିଲେ କ୍ଷମା ଦେଲେ ଝିଅ କ୍ଷମା ତ ମିଳଇ କ୍ଷମାର ନଥାଏ ହନ୍ତ କ୍ଷମାର ଗ୍ରହିତା କ୍ଷମା ଦାତା ଦୁହେଁ ଏ ଭୁବନେ ଦୟା ଇଏ ଦୁନିଆରେ କ୍ଷମା ଦେଲା ବାଲା ହଉଛନ୍ତି ଆପଣ ପାଦ ପଡ଼ିଗଲା କ୍ଷମା ଦେଲେ ମାଗି ଦେଇଛି ଭୁଲ ତ କରିଛନ୍ତି କ୍ଷମା ତ ମାଗି ଦେଇଛନ୍ତି ଅପାର କରୁଣା ଧରି ପଡ଼ିଲା କହିଲେ କାହିଁକି ବର୍ଷ ହେଲା ତୋ ଘରେ ରହିଲି ନା କେବଳ ଗୋଟାଏ ନର୍କରୁ ଉଦ୍ଧାର ପାଇବା ପାଇଁ ନାଇଁ କି ଆଜ୍ଞା କହିଲେ ଯା ତୁ ମତେ ତ ଗୋଇଠାଟିଏ ମାରୁଛୁ ମୁଁ ତ ଉଦ୍ଧାର ହେଇଗଲି ମୁଁ ତୋ ବଂଶ ରକ୍ଷା ହବ ମୁଁ କଥା ଦଉଛି ମୁଣ୍ଡିଆ ମାରିଲା ମାଳତୀ ଓ ମୁଣ୍ଡ ଡାକିଲା ବେଳକୁ ଆଉ ଅଛି ଆଉ ଭଗବାନ ଅଛନ୍ତି ଅନ୍ତର୍ଧ୍ୟାନ ହେଇଗଲେ ଭଗବାନ ବାବୁ ମୁଁ ଏ କଥା କାହିଁ କହୁଛି ନା ଭକ୍ତର ଯୁଗେ ଯୁଗେ ହଉଛନ୍ତି ଭଗବାନ ହଁ ଭକ୍ତ ପାଇଁ ଯୁଗେ ଯୁଗେ ଭଗବାନ ଓହ୍ଲେଇ ଆସନ୍ତି ଇଏ ଦୁନିଆକୁ କାହିଁକି ନା କେବଳ ଭକ୍ତକୁ ରକ୍ଷା କରିବା ପାଖେ ପାଖେ ସଦା ସର୍ବଦା ପ୍ରତ୍ୟେକ ଜାଗାରେ ପରିପୂର୍ଣ୍ଣ ଅବସ୍ଥାରେ ଅଛନ୍ତି କିନ୍ତୁ ଯାହା ହଉ ଦେଖନ୍ତୁ ଇଏ ଦୁନିଆରେ ଭକ୍ତର ଭଗବାନ ହଉଛନ୍ତି ନାରାୟଣ ଇଏ ଦୁନିଆରେ ଭକ୍ତ ଯୋଉଠି ଡାକିছে ଭଗବାନ ସେଇଠି ମିଳିଛନ୍ତି ବିଭିନ୍ନ ସ୍ତରରେ ବିଭିନ୍ନ ଜାଗାରେ ବିଭିନ୍ନ ରୂପରେ ଭଗବାନ ଓହ୍ଲେଇ ଆସିବେ କେବଳ ଭକ୍ତଙ୍କ ପାଇଁ ମୋ ଭାଇମାନ ଆଉ ଏବେ ସମୟ ନଉନାହିଁ କଥାକୁ ଏଇଠି ବିଶ୍ରାମ ଦଉଛି
ଦେଖନ୍ତୁ ଏ ଦୁନିଆରେ ନାରାୟଣ କ'ଣ ନ କରିପାରେ, ଏ ଦୁନିଆରେ ଭକ୍ତ ଭଗବାନଙ୍କ ପାଇଁ କ'ଣ ନ କରିପାରେ। ଦେଖନ୍ତୁ ମାଡ଼ ଖାଇବେ, ଗାଳି ଖାଇବେ, ସୁଧା ଶୁଣିବେ, ସବୁ ସହିବେ, କିନ୍ତୁ ଅହଙ୍କାରଟାକୁ ସହିବେନି। ଯିଏ ଅହଙ୍କାରଟା ଦେଖିଲା ନାରାୟଣ ତାଙ୍କର ହେଇପାରିବେ ନାହିଁ। ଏଇଠି ମୁଁ କଥାକୁ ଆଜି ରଖୁଛି, କାଲି ଏଇ ଜାଗାରୁ ପୁଣି ଆରମ୍ଭ ହବ। ହଁ କହିଲେ ମୋ ବନ୍ଧୁ ଆଜି ଏତିକି କହିଲେ ଫୁଲ ଫୁଟି ମହକିଲା ମୋ ବନ୍ଧୁ ଆଜି ଏତିକି, ମୋ ବନ୍ଧୁ ଆଜି ଏତିକି। ରଖିଥିବେ ପ୍ରଭୁ ସତ୍ୟନାରାୟଣ ମୋ ବନ୍ଧୁ ସମସ୍ତଙ୍କ ମନ ଭିତ କରିବେ ପୂରଣ। ମୋ ବନ୍ଧୁ ନାରାୟଣ ନାରାୟଣ ବୁଲ ସର୍ବଜନ ମୋ ବନ୍ଧୁ ଚକ୍ରେ ଖାଇ କରିବେ ତର୍ଜନ। ମୋ ବନ୍ଧୁ ଆଜି ଏତିକି। ବୋଲ ଦିନଜନ ସଂରକ୍ଷଣ ମହାବାହୁ ଯିବା ସମୟରେ ଆନନ୍ଦ ମନରେ ପ୍ରିୟ ଦରବାରେ ଉଚ୍ଚ ସ୍ୱର ମୋ ଗୁରୁଜୀ ମାନେ ଗୋଟିଏ ଗୋଟିଏ ହରିବୋଲ ଦବ। ଗଲାବେଳେ ମୋ ମା ମାନେ ଉଚ୍ଚ ସ୍ୱରେ ଗୋଟା ଗୋଟା ହୁଳହୁଳି ଦିଅ। ଆଉ ଏ ବିଶ୍ୱର ଦୁଃଖ ଦୂର ଆମର ଏହି ପାଲାର ସମସ୍ତ ଭାଗ ଗୁଡ଼ିକ ଆପଣଙ୍କୁ କିପରି ଲାଗୁଛି ତାହା ଆମର ଏହି କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଯଦି ଆମର ଏହି ଚ୍ୟାନେଲଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଆମର ଏହି ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି, ନମସ୍କାର।